ଯେତେବେଳେ ଗୋଟେ ଝିଅ ସହିତ ରେପ୍ କେସ୍ ହୋଇଥାଏ ସେତେବେଳେ ମିଡିଆ ଠାରୁ ଆରମ୍ଭ କରି ଦେଶର ସମସ୍ତ ଲୋକ ବାହାରି ପଡନ୍ତି ନ୍ୟାୟ ଦେବା ପାଇଁ ଆଉ କହନ୍ତି ଦୋଷୀକୁ ଫାଶୀ ଦିଅ। ଏହା ହେବା ବି ଦରକାର, କିନ୍ତୁ ଯେତେବେଳେ ଗୋଟେ ପୁଅ ସହିତ ରେପ୍ ହୋଇଥାଏ ସେତେବେଳେ ekotha କାହାକୁ କହିବ ପୁଅ ମାନେ ବୁଝି ପାରନ୍ତିନି। ଆଉ ଯଦି ବି ekotha କୁହେ ତାହେଲେ ଲୋକମାନେ ବିଶ୍ୱାସ କରନ୍ତିନି ଆଉ ଲୋକମାନେ କହନ୍ତି ମଜା ଆସିଗଲା ନା। ଏମିତି ବହୁତ ସାରା ଜିନିଷ ପୁଅ ମାନଙ୍କ ସହିତ ହୋଇଥାଏ କିନ୍ତୁ ପୁଅ ମାନେ କହିପାରନ୍ତିନି। ଦିଲ୍ଲୀ ସହରରେ ଗୋଟେ ପୁଅ ସହିତ ଏମିତି କିଛି ଘଟିଛି ଆପଣ ଶୁଣିଲା ପରେ ଆପଣଙ୍କ ରକ୍ତ ଗରମ ହୋଇଯିବ। ଗୋଟିଏ ଗରିବ ଘରର ପୁଅ ଯିଏ କି ଦିଲ୍ଲୀ ସହରରେ ଡେଲିଭରି ବୟ ଚାକିରି କରୁଥିଲା, ଯାହାର ନାଁ ଥିଲା ସୌରଭ। ତାଙ୍କ ବାପା ଆଗରୁ ମୃତ୍ୟୁବରଣ କରିଥିଲା। ମା ଆଉ ସାନ ଭାଇଟିଏ ଘରେ ରହୁଥିଲା। ସାନ ଭାଇଟି ଷ୍ଟଡି କରୁଥିଲା। ଘରର ଦାୟିତ୍ୱ ସୌରଭ ଉପରେ ପୁରା ଥିଲା। ସୌରଭ ମଧ୍ୟ କଲେଜରେ ପାଠ ପଢୁଥିଲା ଆଉ ଷ୍ଟଡି ବି କରୁଥିଲା। ସକାଳେ ଉଠି ସୌରଭ କଲେଜ ଯାଉଥିଲା। କଲେଜରୁ ଆସି 5ଟା ଠାରୁ ରାତି 12ଟା ପର୍ଯ୍ୟନ୍ତ ସେ ଡେଲିଭରି ବୟର କାମ କରୁଥିଲା। ସବୁଦିନ ପରି ସେ କଲେଜରୁ ଆସି ଡେଲିଭରି ବୟ ପାଇଁ ବାହାରିଲା। 5ଟା ବେଳେ ଘରୁ ବାହାରି ଡେଲିଭରି ବୟର ଅଫିସକୁ ବାହାରିଲା। ସେଠାରେ ପହଞ୍ଚି ସମସ୍ତଙ୍କ ଠାରୁ ଶୁଣିଥାଏ ଆଜି କିଛି ବେଶୀ ଅର୍ଡର ନାହିଁ। ବସିବାର କିଛି ସମୟ ପରେ ଗୋଟେ ଅର୍ଡର ଆସିଲା, ଯାହାକୁ ସେ ଅର୍ଡର ନେଇ ସେଠାରେ ଡେଲିଭରି କରି ସେ ପୁଣି ଏଠାକୁ ଫେରି ଆସିଲା। ସେତେବେଳେ ଠାରୁ 12ଟା ପର୍ଯ୍ୟନ୍ତ କୌଣସି ବି ଅର୍ଡର ନଥିଲା। ସେଠାରେ ସେ ବସି ବସି ଭାବୁଥାଏ କଲେଜର ଫିସ୍ କେମିତି ଦେବି, ଘରର ପରିସ୍ଥିତି ମୁଁ କେମିତି ବୁଝିବି। ସମୟ ସେତେବେଳେ 12ଟା 2 ଗୋଟିଏ ମୋବାଇଲକୁ ଅର୍ଡର ଆସିଲା। ସେତେବେଳେ ସେ ଭାବିଲା ଅର୍ଡରକୁ କମ୍ପ୍ଲିଟ କରି ମୁଁ ଘରକୁ ଯିବି, କାହିଁକି ନା ଆଜି କିଛି ରୋଜଗାର ନାହିଁ, ମୁଁ ଟିକେ ଓଭର ଟାଇମ କରିଦେବି। ସେ କଥା ଭାବି ସେ ଗାଡି ବାହାର କରି ରେଷ୍ଟୁରାଣ୍ଟକୁ ପହଞ୍ଚିଲା। ଦେଖିଲା 10 କିଲୋମିଟର ଦୂର କିନ୍ତୁ ଛୋଟିଆ ବର୍ଗଟିଏ। ସେ ଅର୍ଡରକୁ ନେଇ ବାହାରିଲା ଡେଲିଭରି କରିବା ପାଇଁ। ଲୋକେସନରେ ପହଞ୍ଚି ସେ ଅର୍ଡର ଦେଇଥିବା ଝିଅକୁ କଲ୍ କଲା, ଯାହାର ନାଁ ଥିଲା ଇଶା। କିଛି ସମୟ ପରେ ସେ ଘରୁ ବାହାରି ଅର୍ଡରକୁ ରିସିଭ କଲା ଆଉ ଘରଟି ବହୁତ ବଡ ଥିଲା। କିଛି ବାଟ ଘରକୁ ଗଲା ପରେ ପଛକୁ ବୁଲି କହିଲା, ତୁମେ ଘର ଭିତରକୁ ଆସ, ମୁଁ ତୁମକୁ କେସ୍ ଦଉଛି। କିନ୍ତୁ ସୌରଭ ସେଟା ରହି ମନା କରିଦେଲା। ତାପରେ ଇଶା ଘର ଭିତରକୁ ପଳେଇଗଲା ଆଉ କିଛି ସମୟ ଆସିଲାନି। ସୁନସାନ ଏରିଆ ଥିଲା, କଲ୍ ବି ରିସିଭ କରୁନଥିଲା। ସେତେବେଳେ ସେ ଘର ଭିତରକୁ ଗଲା। ଘର ଭିତରେ ପହଞ୍ଚିବା ପରେ ଇଶା ଆସିଲା। ସେତେବେଳେ ଇଶାର ହାଲତ କିଛି ଅଲଗା ପ୍ରକାର ଥିଲା, ଅଲଗା ପ୍ରକାର ଢାଞ୍ଚାରେ କଥା ହଉଥିଲା। ସେତେବେଳେ ଇଶା କହିଲା, ମୁଁ ତୁମକୁ କେସ୍ ତ ଦେବି କିନ୍ତୁ ମୋ ସହିତ ତୁମକୁ ପାର୍ଟି କରିବାକୁ ପଡିବ। ସୌରଭ ମୁହାଁମୁହିଁ ମନା କରିଦେଲା, କହିଲା ମତେ କେସ୍ ଦେଇଦିଅ, ମୁଁ ଘରକୁ ଯିବି, ସକାଳୁ ମୋର ବହୁତ କାମ ଅଛି। କିନ୍ତୁ ଇଶା ମାନିଲାନି, ତାକୁ ବାରମ୍ବାର ଫୋର୍ସ କରିଲା। ସୌରଭର ଜବାବ ଥିଲା, ନା ମତେ କେସ୍ ଦେଇଦିଅ, ମୁଁ ପଳେଇ ଯିବି। ସେତେବେଳେ ଇଶା ବଡ ପାଟିରେ ଚିତ୍କାର କରି କହିଲା, ମୋ କଥାରେ ରାଜି ହୋଇଯା, ନହେଲେ ମୁଁ ତୁମକୁ ରେପ୍ କେସରେ ପକେଇଦେବି। ବାରମ୍ବାର ଏମିତି ଇଶା କହିବା ପରେ ଧମକାଇବା ପରେ ସୌରଭ ଘର ଭିତରକୁ ଗଲା। ଘର ଭିତରେ ଯାଇ ଦେଖିଲା 5ଟି ଝିଅ ପାର୍ଟି କରୁଛି ଆଉ ଡ୍ରିଙ୍କ୍ସ ବି ମଧ୍ୟ କରୁଛି। ସୌରଭ ଗଲା ପରେ ତାକୁ ବେଡରେ ବସେଇ ଡ୍ରିଙ୍କ୍ସ ଅଫର କଲା, କିନ୍ତୁ ସୌରଭ ମନା କରିଦେଲା, କହିଲା ମୁଁ ପିଏନି। କିନ୍ତୁ ସେମାନେ ମାନିଲେନି, ତାକୁ ଜୋର ଜବରଦସ୍ତି ଖୁଆଇଲା। କିଛି ସମୟ ପରେ ଝିଅ ମାନଙ୍କର କଥାବାର୍ତ୍ତା ଶୁଣିବାକୁ ପାଇଲା, ଏମିତି କରିବି ସେମିତି କରିବି। ekotha ଶୁଣି ସୌରଭ ପଳେଇ ଯିବାକୁ ଭାବିଲା, କିନ୍ତୁ ସେ ଭାବିଲା ମୋର ନମ୍ବର ଏମାନଙ୍କ ପାଖରେ ରହିଛି, ଯଦି କିଛି ପୋଲିସକୁ କହିଦିଏ, ପୋଲିସକୁ ଦେଇଦିଏ, ତାହେଲେ ମୋର ଭବିଷ୍ୟତ ଖରାପ ହୋଇଯିବ। ସେ କଥା ଭାବି ସେ ସେଠାରେ ରହିଲା। କିଛି ସମୟ ପରେ ଇଶା ଗୋଟିଏ ରୁମ୍ ଭିତରକୁ ଡାକିଲା ଆଉ ଏମିତି କିଛି କରିଲା, ବିନା ଅନୁମତିରେ ଝିଅ ବା ପୁଅ କାହା ସହିତ ଏମିତି କରିବା ଉଚିତ ନୁହଁ। ପ୍ରଥମେ ଇଶା ଗୋଟିଏ ରୁମକୁ ସୌରଭକୁ ନେଇଗଲା। ସେଠାରେ ସୌରଭକୁ ରେପ୍ କଲା। ତାପରେ ଜଣେ ପରେ ଜଣେ ତାକୁ 5 ଜଣ ମିଶି ତାକୁ ଗ୍ୟାଙ୍ଗ ରେପ୍ କଲା। ekotha ଶୁଣି ଆପଣ ଭାବୁଥିବେ ଏମିତି ବି ହୋଇପାରେ, କିନ୍ତୁ ଆପଣ ଭାବନ୍ତୁ ଯଦି କୌଣସି ପୁଅ ବା ଝିଅ ସହିତ ବାରମ୍ବାର ରେପ୍ ହୁଏ ତାହେଲେ ତାର ମେଣ୍ଟାଲ ହାଲତ କଣ ହବ। କିଛି ଜିନିଷ ଅଧିକରୁ ଅଧିକ ହେଲେ ପୁଅ ବା ଝିଅର ବି ମୃତ୍ୟୁ ହୋଇଥାଏ। 3 ଘଣ୍ଟା ପର୍ଯ୍ୟନ୍ତ ସେମାନେ ସୌରଭଙ୍କ ସହିତ ଖେଳୁଛି, କିଏ ଏ ସାଇଡରେ ଡେଉଁଛି ତ କିଏ ଏ ସାଇଡରେ ଡେଉଁଛି। 3 ଘଣ୍ଟା ପରେ ମନ ଭରିଲା ପରେ ନିଶା ଉତରିବା ପରେ ସେମାନେ ସୌରଭକୁ ଘରୁ ବାହାର କରିଦେଲେ। ସମୟ ସେତେବେଳେ 4ଟା, ବାହାରେ ବର୍ଷା ହଉଥାଏ। ଡେଲିଭରି ବ୍ୟାଗକୁ ନେଇ କାନ୍ଦି କାନ୍ଦି ଘରକୁ ଆସିଲା। ସେତେବେଳେ ମା ପଚାରିଲା, କୋଉଠି ଥିଲୁ, ସାଙ୍ଗ ଘରେ ରହିଥିଲୁ ନା କଣ? ସୌରଭ କହିଲା, ମୁଁ ସାଙ୍ଗ ଘରେ ରହିଯାଇଥିଲି। ekotha ସେ କାହାକୁ କହିବ ସେ ବୁଝି ପାରୁନଥିଲା। ଗୋଟେ ବର୍ଷ ପରେ ତାର ଗୋଟେ ସ୍କୁଲ ଫ୍ରେଣ୍ଡକୁ କହିଲା। ସାଙ୍ଗଟି ରିପୋର୍ଟର ଥିଲା। ସେ କଥା ସେ ଆର୍ଟିକଲରେ ଲେଖି ଅନଲାଇନରେ ଅପଲୋଡ କଲା। ମୁଁ ତାହାକୁ ରିଡ କରି ଏ କାହାଣୀଟି ଆପଣଙ୍କୁ ଶୁଣାଉଛି। ଆପଣ ମାନେ କମେଣ୍ଟ କରି ନିଶ୍ଚୟ କୁହନ୍ତୁ, ସିଏ ଝିଅଙ୍କ ସହିତ କଣ ହବା ଦରକାର।